ଦକ୍ଷିଣ ଆଫ୍ରିକା ବନାମ ଭାରତ ମଧ୍ୟରେ ଦ୍ୱିତୀୟ ଟି-20 ମ୍ୟାଚ୍ର ଫଳାଫଳ ଚାଲନ୍ତୁ ଜାଣିବା। ହଁ ଦର୍ଶକ ବନ୍ଧୁ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ମ୍ୟାଚ୍ ଖେଳାଯାଇଥିବା ଏହି ମ୍ୟାଚ୍ରେ କିଏ ଜିତିଲା କିଏ ହାରିଲା ତାରି ଉପରେ ଟିକେ ଆମେ ନଜର ପକାଇବା। ଚାଲନ୍ତୁ ଜାଣିବା। ଯଦି ଆମ ଚ୍ୟାନେଲଟାକୁ ଏ ଯାଏ ସବସ୍କ୍ରାଇବ୍ କରୁନାହାନ୍ତି ତାହେଲେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଗୋଟେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମାରୁ ଭୁଲିବେନି ଦର୍ଶକ ବନ୍ଧୁ। ଚାଲନ୍ତୁ ଜାଣିବା। ଆଜି ଆମେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ଆନ୍ତର୍ଜାତିକ ମ୍ୟାଚ୍ରେ ଫଳାଫଳ ବିଷୟରେ କଥା ହେଉଛି। ଏହି ମ୍ୟାଚ୍ 11 ଡିସେମ୍ବର 2025ରେ ମୁଲତାନପୁର ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯାଇଥିଲା। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ରେ ଭାରତକୁ 51 ରନରେ ପରାସ୍ତ କରି 5 ମ୍ୟାଚ୍ ବିଶିଷ୍ଟ ସିରିଜକୁ 1-1ରେ ବରାବର। ଟସ୍ ପ୍ରଥମେ ଭାରତ ଜିତି ନେଇଥିଲା। ଟସ୍ ଜିତିବା ପରେ ସାଉଥ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରାଯାଇଥିଲା, କିନ୍ତୁ ଓପନିଂ କରିବାକୁ ଆସିଥିଲେ କ୍ୱିଣ୍ଟର ଡିକକ୍ ଏବଂ ତାଙ୍କର ସାଥୀ ସହିତ ଆସିଥିଲେ, କିନ୍ତୁ କ୍ୱିଣ୍ଟର ଡିକକ୍ ଧୂଆଁଧାର ବ୍ୟାଟିଂ ଫଳରେ ଭାରତକୁ ବୋଲରମାନଙ୍କୁ ଧରାଶାୟୀ କରିଦେଇଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମ ବ୍ୟାଟିଂ କରି 213 ରନର ଟାର୍ଗେଟ ଦେଇଥିଲା ଭାରତକୁ, ସେଥିମଧ୍ୟରୁ 4ଟା ୱିକେଟ ହରାଇଥିଲେ। 214 ରନର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଗୋଟାଏ ପରେ ଗୋଟାଏ ୱିକେଟ ଖସି ଚାଲିଥିଲା ସତ୍ତ୍ୱେ 162 ରନରେ ସବୁ ୱିକେଟ ହରାଇ ଭାରତ 162 ରନରେ ଅଲ୍ ଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟର ଡିକକ୍ ଚମତ୍କାର ଇନିଂସ ଖେଳିବା ଦଳକୁ ଏକ ବଡ଼ ଝଟକା ଲାଗିଥିଲା। ତିଲକ ବର୍ମା 62 ରନ୍ ଏବଂ ଚମତ୍କାର ଇନିଂସ ଖେଳିଥିଲେ, କିନ୍ତୁ ଦଳକୁ ବିଜୟୀ କରିବାରେ ବିଫଳ ହୋଇଯାଇଥିଲା। ଭାରତ ସଫଳତା ସହ ଲକ୍ଷ୍ୟ ପିଛା କରିବା ପାଇଁ 51 ରନରେ ପରାସ୍ତ ହୋଇଯାଇଥିଲା। ଏହି ବିଜୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା 5 ମ୍ୟାଚ୍ ବିଶିଷ୍ଟ ସିରିଜକୁ 1-1ରେ ସମ୍ମାନ ରଖିଛି। ଆଗାମୀ ମ୍ୟାଚ୍ ଗୁଡ଼ିକରେ ଆହୁରି ରୋମାଞ୍ଚକ ହେବ। ବନ୍ଧୁଗଣ, ଆଜି ଏହି ମହାନ ମ୍ୟାଚ୍ ଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକା ପ୍ରଥମ ବ୍ୟାଟିଂ କରି 213 ରନରେ 4 ୱିକେଟ ହରାଇ ଏକ ବଡ଼ ସ୍କୋର ଛିଡ଼ା କରିଥିଲା ଭାରତ ସାମ୍ନାରେ। ଭାରତ ଟାର୍ଗେଟ ପିଛା କରିବାକୁ ଚେଷ୍ଟା କରିଥିଲା ସତ୍ତ୍ୱେ କିନ୍ତୁ ଭାରତ 162 ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହିପରି ଦକ୍ଷିଣ ଆଫ୍ରିକା 51 ରନ୍ ମ୍ୟାଚ୍ ଜିତି ସିରିଜକୁ 1-1ରେ କବ୍ଜା କରି ନେଇଯାଇଛି।